ରାମ ନାରାୟଣ ରାମ। ଆପଣମାନେ କେବେ ଭାବିଛନ୍ତି କି ଅନ୍ତତଃ ମାନବ ତାଙ୍କର ମାତାପିତାଙ୍କ ଶରୀରରେ କିପରି ଆସିଥିଲେ? ସେଟି ହେଉଛି ପ୍ରକୃତି ମାଧ୍ୟମରେ। ମାତାପିତା ପ୍ରକୃତିରୁ ଫଳ ଖାଇଥିଲେ, ସୂର୍ଯ୍ୟରୁ ଆଲୋକ ନେଇଥିଲେ, ବାୟୁରୁ ଶ୍ୱାସ ନେଇଥିଲେ। ଏହି ସବୁ ମିଶି ଆମେ ତିଆରି ହେଇଛୁ। ଆମେ ସମ୍ପୂର୍ଣ୍ଣ ଭାବେ ବ୍ରହ୍ମାଣ୍ଡର ଅଂଶ। ଆମ ଭିତରେ ଥିବା ସେହି ଶକ୍ତିକୁ ଜାଗ୍ରତ କରିବାକୁ ଆମକୁ ମାନବ ନିର୍ମିତ ଧର୍ମର ଆବଶ୍ୟକତା ନାହିଁ। ଧର୍ମର ଅର୍ଥ ହେଉଛି ନିଜକୁ ନିଜେ ଚିହ୍ନିବା। ଯେତେବେଳେ ଆମେ ରାମ ନାରାୟଣ ରାମଙ୍କ ଜପ କରି ଆମେ ସବୁ କିଛି ପାଇଯାଉଛୁ, ତେବେ ଆଉ କୌଣସି ଧର୍ମ ଦରକାର କାହିଁକି? ଯେଦିନ ମାନବ ବୁଝିଯିବେ ଯେ ସେ କିଏ, ସେଦିନ ସେମାନଙ୍କୁ କୌଣସି ଧର୍ମର ଆବଶ୍ୟକତା ନଥାଏ। ସେମାନେ ସିଧାସଳଖ ବ୍ରହ୍ମାଣ୍ଡ ସହିତ ଯୋଗ ସ୍ଥାପନ କରିପାରିବେ। ମୋ ମହାଗୁରୁ କହିଛନ୍ତି ଯେ ତୁମର ସତ୍ୟ ମାତାପିତା ହେଉଛନ୍ତି ଆକାଶ, ଯାହାଙ୍କ ନାମ ରାମ ନାରାୟଣ ରାମ। ପୃଥିବୀ ଉପରେ ଯେଉଁସବୁ ଅଛି ସେସବୁ ଆକାଶରୁ ଆସିଛି ଏବଂ ଆକାଶର କୋଳରେ ବସିଛି। ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ କିଛି ଦେଖାଯାଉଛି। ରାଜନୀତିର ନାମରେ, ଧର୍ମର ନାମରେ, ଜାତିର ନାମରେ ଲୋକଙ୍କୁ ଉକସାଯାଉଛି, ଠକାଯାଉଛି। ଏହି କାରଣରୁ ଲୋକମାନେ ବୁଝିପାରୁନାହାନ୍ତି କ'ଣ ଠିକ୍ ଏବଂ କ'ଣ ଭୁଲ। ଏପରି ପରିସ୍ଥିତିରେ କ'ଣ କରିବା ଉଚିତ? ଏପରି ପରିସ୍ଥିତିରେ ପୃଥିବୀ ଉପରେ ଥିବା ମାନବ ନିର୍ମିତ ଶିକ୍ଷାକୁ ପ୍ରକୃତି ଆଧାରିତ ଶିକ୍ଷାରେ ପରିଣତ କରିଦିଆଯିବା ଉଚିତ। ଏହିଦ୍ୱାରା ଶିକ୍ଷା ପ୍ରଣାଳୀ ଉନ୍ନତ ହେବ। ପୃଥିବୀରେ ଥିବା ଗଛଗଛଡ଼ି, ପଶୁପକ୍ଷୀ, ମାନବମାନେ କେବେ ପୃଥିବୀ ସେମାନଙ୍କୁ ହଙ୍କାଇ ଦେଉନାହିଁ। ପୃଥିବୀ ଉପରେ ଯେଉଁମାନେ ରାଜନୀତିବିଦ, ନ୍ୟାୟାଧୀଶ, ଇଞ୍ଜିନିୟର, ଡାକ୍ତର, ଶିକ୍ଷକ ଅଛନ୍ତି, ସେମାନେ ପ୍ରକୃତି ବିଷୟରେ ଚିନ୍ତା କରିବା ଉଚିତ। ଏହି ବିଷୟରେ କେବଳ ମହାଗୁରୁ ବାଳକ ବ୍ରହ୍ମଚାରୀ ଜୀ କାହିଁକି ଭାବିବେ? ପ୍ରକୃତିର ଯେଉଁ ଧାରଣା ଅଛି ସେଠାରେ ଯଦି ଏହାକୁ ପୁସ୍ତକରେ ଲେଖାଯାଇଥାନ୍ତା, ତେବେ ପୃଥିବୀ ପାଇଁ ବହୁତ ଉପକୃତ ହୁଏ। ପୃଥିବୀ ଉପରେ ବହୁତ ବୁଦ୍ଧିମାନ ଲୋକ ଅଛନ୍ତି, କେବଳ ସେମାନେ ପୃଥିବୀର ଧାରଣାକୁ ବୁଝିବା ଆବଶ୍ୟକ। ଯେଉଁ ବୈଜ୍ଞାନିକମାନେ ଚନ୍ଦ୍ର ଓ ଗ୍ରହଗୁଡ଼ିକୁ ଯାଉଛନ୍ତି, ସେମାନେ ପ୍ରଥମେ ଏହା ବୁଝିବା ଉଚିତ ଯେ ସେଠାକୁ ଯାଇ କିଛି ହେବନି। ପ୍ରଥମେ ଆପଣଙ୍କୁ ପୃଥିବୀକୁ ଉତ୍ତମ କରିବାକୁ ପଡ଼ିବ। ପୃଥିବୀ ଉପରେ ସାନ୍ଧାନିକ ଭାବେ 800 କୋଟି ଲୋକ ଅଛନ୍ତି। ପ୍ରଥମେ ସେମାନେ ଏହା ବିଷୟରେ ଚିନ୍ତା କରିବା ଉଚିତ। କୌଣସି ପଶୁ, ଗଛଗଛଡ଼ି, ପାଣି, ବାୟୁ, ସୂର୍ଯ୍ୟ କେବେ ଭୁଲ କାମ କରନ୍ତି ନାହିଁ। ଭୁଲ କାମ ସବୁ ମାନବମାନେ କରନ୍ତି। ପୃଥିବୀରେ ଯେଉଁ ଭୁଲ ଅଛି ସେଗୁଡ଼ିକୁ ଏକ ଏକ କରି ଠିକ୍ କରିବା ଦରକାର। ରାମ ନାରାୟଣ ରାମ କିଏ, ଏହି ବିଷୟରେ ସମସ୍ତଙ୍କୁ ଜାଣିବା ଦରକାର। ପ୍ରକୃତି ସବୁ କିଛି ଦେଖୁଛି। ଯେତେବେଳେ ପ୍ରକୃତି ତାଙ୍କର ଭୟାନକ ରୂପ ଧାରଣ କରିବେ, ସମସ୍ତେ ଠିକ୍ ହୋଇଯିବେ। 52 ଥର ପୃଥିବୀ ବଦଳିଛି। ଏବେ ଯଦି ପୁଣି ବଦଳିବ, ତେବେ ଏହା 53ତମେ ବେଳ ହେବ। ତେଣୁ ମାନବମାନେ ସୁଧାରିବାକୁ ପଡ଼ିବ। ଯଦି କୌଣସି ଲୋକ ଡାକ୍ତର ଅଟେ ଏବଂ ଡାକ୍ତର ହେବାର ଲାଭ ଉଠାଇ ଲୋକଙ୍କୁ ଠକେ, ତେବେ ସେମାନେ ବୁଝିବା ଉଚିତ ଯେ ସେମାନେ ସମାଜର ସହଯୋଗରେ ଡାକ୍ତର ହୋଇଛନ୍ତି। ଏଥିରେ ସମାଜର କର ଯାଇଥାଏ, ଯାହାଦ୍ୱାରା ଆପଣ ଏକ ଭଲ କଲେଜରେ ପଢ଼ିଥିବେ। ସେପଟେ ପ୍ରକୃତି ଆଧାର ଅତ୍ୟାବଶ୍ୟକ। ତେଣୁ ଆପଣ ରାମ ନାରାୟଣ ରାମଙ୍କ ଜପ କରନ୍ତୁ, ଧ୍ୟାନ କରନ୍ତୁ। ଯଦି ଆପଣ ଧ୍ୟାନ କରିବେ, ତେବେ କୌଣସି ରୋଗ ହେବ ନାହିଁ, କୌଣସି ସମସ୍ୟା ହେବ ନାହିଁ।